ଆଜି ସକାଳୁ ସକାଳୁ ଗାଡ଼ି ଚାବିଟା ଧରି ବାହାରି ପଡ଼ିଲି ମାଛ ଆଣିବାକୁ। ଦେଖିପାରୁଥିବେ ଏବେ ଯାଉଛି, ଆଗ ଗାଡ଼ିଟା ଅନ୍ କରିଦେଇକି ବାହାରକୁ କାଢ଼ିଦିଏ, ଯାଉଛି ଏବେ ମାଛ ଆଣିବି। ଏବେ ମାଛ ଆଣିଛି ଭାରି, ଆଉ ଧୁଆ ହେଇଯାଉଛି ଦେଖିପାରୁଥିବେ। ବୋଉ ବସିକି ତାର ଧୋଉଛି ନା ବୋଉ? ହଁ ଆଜି ଟିକେ ମାଛ ଖାଇବାକୁ ଇଚ୍ଛା ହେଲା, ଏତେ ଦିନ ପରେ। ମାଘ ମାସରେ ତ ବୋଉ ମାଛ ଖାଇନି ନା। ହଁ ମାଘ ମାସରେ କ'ଣ ଆଣିଥିଲ? ମାଛ ଏଇନେ ତ ଆଣିଛୁ, ମାଘ ମାସ ସଇଲାଣି, ତେଣୁକରି ମାଛ ଆଣିବାକୁ ଇଚ୍ଛା ହେଲା ଆଉ। ଏଇ ଯୋଉ ମାଛ ଆଣିଛି ଭାରି ଆଉ ଗୋଟେ ଦେଖିପାରୁଥିବେ, ଗୋଟେ ଆସିକି ମାଛ ଧୁଆ ହେଉଛି ବୋଲି ଆସିକି ଦେଖିପାରୁଥିବେ କେମିତି ଠିଆ ହେଇଛି। କୁଆଡ଼େ ପଳାଉଛୁ? ମାଛ ଭଜା ଦେଖିପାରୁଥିବେ ଷ୍ଟାର୍ଟ କରିଦେଲାଣି। ଆଉ ବୋଉ ଏଇଟା କ'ଣ? ଏଇଟା କୁଟା ଫୁଟା ନା ଫୋଟକା? ଫୋଟକା ଫୋଟକା ମୁଁ ଜାଣିପାରୁଛି। ଏଇଟା ଖାଇଲେ କ'ଣ ଗୋଡ଼ ହେରିକା ବାତ ଯୋଉ ମାରେ, ବାତ ହେରିକା ମାରିବନି। ହଁ ହଁ ଏଇ ଫୋଟକା ଖାଇଲେ ହଁ, ମୁଁ ଜାଣିନି। ଏଇଟା ଖାଇବାକୁ ବି ବଢ଼ିଆ ଲାଗେ। ଆଉ ଏଇଠି ଏତିକି ମାଛ ଅଛି। ଆଉ ଆମେ 3 ଜଣ ଲୋକ ନା। ହଁ ମ କ'ଣ ହବ ଏତେ? 2 ପିସ୍ ହେଲା ଆସିକି ବି ଜବର। ଏବେ ଆମର ଆସିଯାଇଛି ଭାତ, ଆଉ ମାଛ ଭଜା, ଆଉ ଶୁଖୁଆ, ଆଉ ଫୋଟକା ଭଜା। ଆଉ ବସିଛି ବୋଉ ଏଠି, ଖାଇବ ଏଇନା। ତାର ବି ଭାତ, ମୋର ବି ଭାତ, ମାଛ ଆଉ ନା। ହଁ ସକାଳୁ ଆଉ ପଖାଳ ଖିଆ ହେବନି, ମାଛ ଭଜା ନଗେଇ। ଆଉ ସକାଳୁ ପୁଣି ଶୁଖୁଆ ମନ ହେଲା, ମୁଁ କହିଲି ଆଜି ଶୁଖୁଆ 2ଟା ଭାଜିଦେବା। ଶୁଖୁଆ ଭାଜିଛି, ଆଉ ମାଛ ଭଜା, ଆଉ ଯେଉଁ ପୁଟାଟା ଆଣିଥିଲୁ ସେଇଟା ବି ଭାଜି ଦେଇଛି। ସେଇଆ ନଗେଇ ଖାଇବା ଆଉ। ଏବେ ଦେଖିପାରୁଥିବେ ବୋଉ ଆଣିଚାରି ମାଛ ଭାତ, ତାର ଖାଇବା ଆରମ୍ଭ କରିଦେଲାଣି। ଆଉ ମୋର ଏକରେ ଥୁଆ ହେଇଛି, ଖାଇବି ଆଉ। ଏଇଟା ବୋଉ କ'ଣ ଆଜି ନାଞ୍ଜ ଆଣିକି ଖାଉଛୁ? ଆଜି ନାଞ୍ଜଟା ଆଣିଛି, ମୁଁ କହିଲି ଦେଖିବା ନାଞ୍ଜ କେମିତିଆ ନାଗୁଛି। ଆଉ ନାଞ୍ଜଟା ଆଜି ଖାଇବା। ଖାଲି ଏଥିରେ କଣ୍ଟା ତ ଅଧିକ, ମୁଁ ଖାଇପାରେନି। ଆଜି ଦେଖିବା ମନ ହେଇଛି ଆଣିଛି ଆଉ। ଆଜି ଦେଖିପାରୁଥିବେ ପୁଣି ମକା ଆସିଛି ଭାରି। ଆଜି ମକା ପୁଣି କେଉଁଠୁ ଆଣିଲୁ? ଆଜି ମକା ଆଣିଥିଲେ ପୁଣି କିଣିକି। ଆଉ ଯାଉଛି ଏନେ ତାକୁ ଲୁଣ ପକେଇକି ସିଝେଇବି, ସିଝେଇଲେ ଖିଆ ହେବ ଆଉ। ଏବେ ଦେଖିପାରୁଥିବେ ମକାରେ ବୋଉ କଳା ଲୁଣ ଟିକେ ପକାଉଛି, ବଢ଼ିଆ ଲାଗିବ କଳା ଲୁଣ ପକାଇଲେ। ଲଙ୍କାଗୁଣ୍ଡ ପକାଇଲେ ବି ବଢ଼ିଆ ଲାଗିବ, କିନ୍ତୁ ଲଙ୍କାଗୁଣ୍ଡ ବୋଉ ଖାଇନି, ଯେଉଁ କଳା ଲୁଣ ପକାଉଛି ନା। ହଁ ମୋତେ ରାଗ ହୁଏ ତ, ମୁଁ ଏକୁ ନେଇ ଖାଏନି। ଖାଲି କଳା ଲୁଣ ପକେଇକି ଖାଇଲେ ଭଲ ଲାଗିବ ବି। ଏବେ ଦେଖିପାରୁଥିବେ ରାତିରେ ଖାଇବା ଆସିଯାଇଛି, ଭାତ, ଆଉ ଦେଖିପାରୁଥିବେ ମାଛ ଥିଲା, ମାଛ ତରକାରୀ। ଆଉ ଖାଇଦେଇକି ଏଇଠି ଭିଡ଼ିଓଟି ରଖୁଛି। ଆଉ ଆପଣଙ୍କର ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଚ୍ୟାନେଲଟିକୁ ଲାଇକ୍ କରିକି ସବସ୍କ୍ରାଇବ୍ କରିବେ। ରହୁଛି, ଟାଟା।